ଧରି ଯାଇଲଣି ଗଛ ଡାଳ ପତ୍ର ସବୁ ଶାଗ ଭଜା ହବ ଶାଗ ଭଜା କୋଉଠୁ ଆଣିଲ ଏଗୁଡା ସବୁ? ସବୁ ଆମ ବାଇରେ ହେଇଥିଲା ଆଉ। ବାଡିରେ ହେଇଛି। ହଁ ଆଜି ତାହେଲେ ଭଲ ଭଜା ଶାଗ ଭଜାଟା ହବ ଆଉ ଖାଇବା ଆଉ। ଆଚ୍ଛା ଏଇଟା କୋଉ ଶାଗ ତୁମର? ଖଡା ଶାଗ ଆଉ କେମିତି ଭଜା ହବ? ପିଆଜ ଦିଆ ହେଇକି ଭଜା ହବ। ହଉ ପିଆଜ ଆଜି ରସୁଣ ଆଜି ଖାଇବାକୁ ଦେଲେ ଜଣା ପଡିବ ଆଉ କେମିତି ଲାଗୁଛି ଆଉ। ଫାଇନାଲି ଶାଗ ଭଜା ରେଡି ହେଇଗଲା ତା ସହିତ ଡାଲମା ଆଉ ଭାତ। ଏବେ ଖାଇକି ଦେଖିବା କେମିତି ଟେଷ୍ଟ ଲାଗୁଛି। ଏଇ ମୋ ଝିଅ ଖାଉଛି, ପୁଅ, ମୁଁ, ମ୍ୟାଡାମ ସେଟା ବାଢିକି ଦଉଛନ୍ତି ଆଉ। ମ୍ୟାଡାମ ବି ବସିଲେଣି ଖାଇବାକୁ। ଏଇ କେମିତି ଟେଷ୍ଟ ବଢିଆ ହେଇଛି ବୋଧେ ଜଣା ପଡୁଛି ଆଉ। এটা ଆକ୍ଚୁଆଲି ଭଲ ଟେଷ୍ଟ ଲାଗୁଛି କାହିଁକି ନା ଏଇଟା ହଉଛି ବିନା ସାରରେ ହେଇଥିଲା ବାଡିରେ, ତେଣୁକରି ଟେଷ୍ଟ ବାହାର ଶାଗ ଅପେକ୍ଷା ବହୁତ ଭଲ ଟେଷ୍ଟ ଅଛି। ତେଣୁକରି ଆପଣମାନେ ବି ଏଇଭଳିଆ ବାଡି ଘରେ ଶାଗ ଟିକେ ଲଗେଇ ଖାଆନ୍ତୁ, ଦେହ ସୁସ୍ଥ ରହିବ ଆପଣମାନଙ୍କର। ସାର ଦିଆ ଜିନିଷ ଅପେକ୍ଷା ଏ ଜିନିଷଟା ଭାରି ଟେଷ୍ଟ ଆଉ ଦେହ ପାଇଁ ବହୁତ ଭଲ। ରହିଲେ ଆଜ୍ଞା, ଜୟ ଜଗନ୍ନାଥ।